ରାସ୍ତାରେ ରହୁଛୁ ବୋଲିକି ଏଠି ଦୀର୍ଘ ବର୍ଷ ହେଲା ଧରିକିରି ଆମ କଥା 10-20 ବର୍ଷ ହେଲା ଯେତେ ସରପଞ୍ଚ ୱାର୍ଡ ନମ୍ବର କେହି ବୁଝିବାରେ ନାହିଁ। ଆମେ କାଦର ଯାଉଛେ ଲୋକ ଡାକ୍ତରଖାନାକୁ ଯିବେ ଛୁଆ ନେଇକିରି ଛୁଆ ଗାଡି ତଳେ ରହିଯାଉଛୁ ଗାଡି ତଳେ ରହିଯାଉଛୁ ଆମ କଥା ବି କିଏ ଶୁଣୁନାହାନ୍ତି। ଗୋଟେ ଆମ୍ବୁଲାନ୍ସ ବି ଆସୁନାହାନ୍ତି। ଗୋଟେ ଯୋଉ ଗାଁର ଆଶ୍ରମ ଅଛି ଆଶ୍ରମକୁ ବି ଗୋଟେ ଲୋକ ଆସି ପାରୁନାହାନ୍ତି। ଏ କାଦ ସାଗେ ଗାଡିରେ କେମିତି ଆଇବେ? ବାରମ୍ବାର ଆମେ ତାଙ୍କ କତିକି ଦୌଡ଼ି ଦୌଡ଼ି କହି କହି ଆଗବେଳେ ରିଜିଲା ହେଇଗଲେ ଆମର ଆଉ କିଛି ଉପାୟ ନାହିଁ। କଳା ଚମ୍ପା ଧାନ ରୁଇଲେ କାଦ କରିଦେଲେ ରୁଇଲେ। ହଁ ଧାନ ହବ ନିଶ୍ଚିତ ହବ। ହବନି କାଢି ଯିବ ପୁତିଛ ମାନେ ଧାନ ହବନି ନା? ସାର ମସଲା ପକେଇଦେନେ ବେଶ ଆରାମସେ ଧାନ ହବ। ଆରାମସେ ଖାଇବା ଏଇ କାଦର ଗଡିବା। ସରପଞ୍ଚ ୱାର୍ଡ ନମ୍ବର ତେଲ ଦେଇ 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 ଦେଶବାସୀଙ୍କର ବାଳ ପାଚିଗଲା। ତାଙ୍କର ଶୁଣିବାର ନାହିଁ। ସିଏ ସରପଞ୍ଚ ୱାର୍ଡ ନମ୍ବର ହେଇଛନ୍ତି ପରା ଆଉ ସିଏ ଶୁଣିବେ ନା? ଆଉ ଏ ଗାଁକୁ ଆଇବେ ନା ଭୋଟ ନେଇତେ? ଏ ସାଇକି ଆଇବେ ନା ଭୋଟ ନେଇତେ? ସେତିକା ବେଳେ ତାଙ୍କର ସବୁ ହୋବାଳି ଛଡା ହବ। କହିବାର ଫୁର୍ସୁତ ଦବନି ସେତେବେଳକୁ। ଏଇ ଇନ୍ଦିରା ଆସ ଘର ନାଗି କହିଲେ ଏଇରିକ ଯାତ୍ରା କଲେ ଏଇରିକ ଯାହା କଲେ ବ୍ଲକର କହିଥିଲି ବୋଲିକି ବାପା ଆମକୁ ମତେ କେତେ ଲୋକ ହଉଛୁ କିଛି କଲେ ନା କହିଲେ କି ବିରୁଦ୍ଧ କଲେ ମୋ ସାଥିର କରିକି ମୋର କିଛି କହିଲ। ମୁଁ ତ ହେଇ ସେ ଗାଁରେ ରହିଛି ନା ରହିନି।